ଶଳା ତେନ୍ତୁଳି କଥା ଭାବି ଭାବି ରାତି ସାରା ଅନିଦ୍ରା। ତଥାପି ତେନ୍ତୁଳି ମୋର ହେଇପାରୁନି କି ମୁଁ ତାକୁ ଭୁଲି ପାରୁନି। ହୟ ସାରା ରାତି କବାଟଟାକୁ ମେଲା କରିକି ବାହାରେ କ'ଣ କରୁଛ କି? ହେ ଶଳା ମାଇକିନାଟା ବି ପିଛା ଛାଡୁନି। ଆସୁଛି ଆସୁଛି। ଗୋଲୁଆ କୁଆଡ଼େ ଯାଉଛୁ କିରେ? ନାଇଁ ମୋ ଦାଦା, ମନଟା ଟିକେ ଭଲ ଲାଗିଲାନି ତ, ସେଥିପାଇଁ ବାହାରେ ବୁଲିବା ପାଇଁ ଆସିଲି। ଆରେ ହେ ତୁ ପିଲାଟା, ତୋର ପୁଣି କି ମନ ଖରାପ ରେ? ଦାଦା, ପିଲା ବୋଲି କ'ଣ ମୋର ମନ ନାହିଁ? ହେ ନାଇଁ ମ, ମୁଁ ସେମିତି କହୁଥିଲି ନା। ତମେ କୁଆଡ଼େ ଯାଉଛ କି ଦାଦା? ଆରେ ହେ ସେ ନାଳୁଆ ଝୋଟ ମୋ ତେନ୍ତୁଳି ପଛରେ ପଡ଼ିଯାଇଛି। କ'ଣ କରିବା କହିଲୁ? ଗୋଟେ ପିଲାଙ୍କୁ ଦେଲୁ। ମୁଁ ପିଲା ଲୋକ କି ପ୍ଲାନ୍ ଦେଇପାରିବି ବା ଦାଦା? ଆରେ ହେ ଗୁଲୁଆ, ତତେ ଏମିତି ଲାଗୁନି କିରେ ଆମ ପିଛା କିଏ କରୁଛି? ଏଠି ଆତ୍ମା ଅଛି କିରେ? ହେ ନାଇଁ ମୋ ଦାଦା, ମୁଁ ଆତ୍ମା ଫାତ୍ମା କିଛି ବିଶ୍ୱାସ କରେନି। ମୁଁ ତାହେଲେ ଆତ୍ମା? ରହରେ ତତେ ଦେଖୁଛି। ସତରେ ମୁଁ ଆକୁ ଦିଶୁନି ନା ଇଏ ମତେ ଏମିତି କହୁଛି ବା? ରହରେ ରଙ୍ଗିଲା, ଦେଖୁଛି ରହ। ତମେ ମତେ କୁଆଡ଼େ ନେବାକୁ ଚାହୁଁଛ କି ଦାଦା? ଆ ସେଠି ବସିବା, ତାପରେ ମୋ ପିଲାଙ୍କ ବିଷୟରେ ମୁଁ ହଉ ଚାଲ। ଆରେ ଗୁଲୁଆ, ମୋ ଦୁଃଖ କଥା କହିଲେ ତୋ ଆଖିରେ ଲୁହ ରହିବନି ରେ? ଥାଉ ତାହେଲେ, ତମେ ଆଉ ସେ କଥା ମତେ କହନି। କାଲି ମୁତ ଲୁଗା ଭସେଇକି କାନ୍ଦିଲି ଯେ ଆଜି ପର୍ଯ୍ୟନ୍ତ ମୋ ମୁଣ୍ଡ ବଥଉଛି। ଆଜି ଆଉ କାନ୍ଦି ପାରିବିନି ଦାଦା। ହେ ନାଇଁ ରେ ଗୁଲୁଆ, ତୁ କାନ୍ଦିଲେ ମୁଁ ପୋଛିଦେବି। ତୋ ମୁଣ୍ଡ ବଥେଇଲେ ମୁଁ ଦବେଇ ଦେବି ପଛେ, ତତେ ସବୁ କଥା କହିବି ରେ। ନାଇଁ ନାଇଁ ଥାଉ। ଆରେ ହେ ଦୁଃଖ ଶୁଣିବାକୁ ତୋ ବିନା ମୋର ଆଉ କେହି ନାହିଁ ରେ ଧନ। ଧନ ଧନ ଡାକି ତମେ ମତେ ଇମୋସନାଲ କରିଦଉଛ ଦାଦା। ହଉ କହ, କ'ଣ ହେଇଛି ଶୁଣିବା। ସେଇଠି ବସିକି ଗପିବା। ହଁ ହଁ ଗପିବା ଯେ, ଦେଖିଲଣି ସେ ଗଛ ମୂଳେ କିଏ ସେ ବସିଛି? ସବୁ କଥା ଶୁଣୁଛି ଯେ। ଆରେ ହେ ଶଳା ଝୋଟ ଏଇଠି ଆସି ପହଞ୍ଚିଗଲାଣି। ବସୁ ଶଳା, ନିଦରେ ଶୋଇଛି। କ'ଣ ଶୁଣିବ ଶୁଣୁ। ନାଇଁ ଚାହିଁଛନ୍ତି? ନାଇଁ ରେ ଶୋଇଛି। ଶୋଇନାହାନ୍ତି ଦାଦା, ଦେଖୁନ ଢେଗା ଢେଗା ଆଖିରେ କେମିତି ଚାହିଁଛନ୍ତି। ହେ ଶୋଇଛି ରେ। ତମର ଆଖି କମଜୋର ହେଇଗଲାଣି ଦାଦା। ତୁ ତାକୁ କାହିଁ ଏତେ ଦେଖୁଛୁ ରେ? ଆମେ ସେଇଠି ବସି ଚୁପ ଚୁପ ଗପିବା। ସିଏ ବସିଥାଉ, ଆମର କ'ଣ କରିବ? ବୁଝିଲୁ ଗୁଲୁଆ, ତେନ୍ତୁଳି ମୋର ପ୍ରଥମ ପ୍ରେମ। ହେଲେ ମୁଁ ଶୁଣୁଛି ଶ୍ୱଶୁର ପୁଅ ଝୋଟ ତାକୁ ଆଜି ଗପିବା ପାଇଁ ଉପରବେଳା ପାର୍କକୁ ଡାକିଛି ରେ। ଡାକୁ, ତମର କ'ଣ ଗଲା? ଆରେ ହେ ମୋର ଜୀବନି ଆଉ କ'ଣ ଗାଁ ବାଲାଙ୍କର ଯିବ? ତମେ ପରା ବାହା ହୋଇଛ। ମାର ଗୁଲି ସେ ବାହାଘରକୁ। ଘର ବାଲି ଅପେକ୍ଷା ବାହାର ବାଲି ମଜା ତୁ କୁଆଡେ ଜାଣିପାରିବୁ ରେ? ଦାଦା, ମୋ ପିଲା ମୁଣ୍ଡରେ ଘର ବାଲି ବାହାର ବାଲି କଥା ଜମା ପଶୁନି। ହେ ତୁ ପିଲାଟା ବୋଲି ତ ସେଜରେ ମୁତି ଦଉଛୁ ନା, ଏକଥା କ'ଣ ବୁଝିବୁ? ନାଇଁ ନାଇଁ ଦାଦା, ମୁଁ କ'ଣ ଖାଲିଟାରେ ସେଜରେ ମୁତି ଦଉଛି ନା କ'ଣ? ତାହେଲେ ସେଜରେ କାହିଁ ମୁତୁଛୁ ରେ? ତାହେଲେ କ'ଣ, ରାତିରେ ମୋ ବୋଉ ମାଡ଼ରେ ମୁଁ ମୁତି ଦିଏ ନା ଆଉ। ଗୁଲୁଆ, ଲକି ନାନୀ କ'ଣ ରାତିରେ ବି ତତେ ମାରିକି ରେ? ହଁ ଦାଦା। ହେ ସିଏ ମା ନା କ'ଣ ରେ? ନାଇଁ ନାଇଁ ଦାଦା, ସବୁ ଭୁଲ ମୋର, ମୋ ବୋଉର କିଛି ଭୁଲ ନାହିଁ। ମାନେ କ'ଣ, ରାତିରେ ବିଳିବିଳି ହେବା ମୋର ଅଭ୍ୟାସ ଅଛି। ପୁଣି କାଲି ରାତିରେ ସିଏ ମୋ ସ୍ୱପ୍ନରେ ଆସିଥିଲା। ସିଏ ଫେରିଗଲା ବେଳେ ମୁଁ କାନ୍ଦିଲି, ଆଉ ବୋଉଠୁ ମାଡ଼ ଖାଇ ସେଜରେ ମୁତି ପକେଇଲି। ସିଏ କିଏ କିରେ ଗୁଲୁଆ? ମୋ ସୁଇଟ୍ ହାର୍ଟ, ଆଉ କିଏ? ସେ ସୁଇଟ୍ ହାର୍ଟଟା କିଏ କିରେ? ଏ କାଠିଆ ବୁଢ଼ାର ବିଉଟି ବା। ହେ ତୁ ତାହେଲେ ପ୍ରେମରେ ପଡ଼ିଯାଇଛୁ ଆଉ। ହଁ ବା ଦାଦା, ମୁଁ ପ୍ରେମରେ ପଡ଼ିଯାଇଛି। ହେ କାଠିଆ ଘର ବିଉଟି ଭଲ ଝିଅ ନୁହଁରେ ଗୁଲୁଆ, ତାକୁ ପ୍ରେମ କଲେ ତୁ ଫସିଯିବୁ ଯେ। ଆଉ ତେଣ୍ଟେଇ ଘର ତେନ୍ତୁଳି କ'ଣ ଗୋଟା ତୁଳସୀଟା? ହେ ନାଇଁ ଯେ, ମୁଁ ତାକୁ ଭୁଲି ପାରିବିନି ରେ। ମୋର ବି ସେଇ ଅବସ୍ଥା ଦାଦା। ବଗୁଲା ମତେ 100 ଥର ମନା କଲାଣି, ହେଲେ ମୁଁ କ'ଣ ସେ ବାଜେ ଅଭ୍ୟାସ ଛାଡ଼ି ପାରୁଛି? ହେ ଛାଡ଼ି ତ ହବନି, ହେଲେ ତୁ ପିଲା ଲୋକ, ସେ ରାସ୍ତାରୁ ଓହରି ରେ ମୋ ଧନ, ମୋ ସୁନା। ହଉ ହଉ, ସେ କଥା ପରେ ବୁଝିବା। ଏବେ ତମ କଥା କହ। ଆରେ ଆଜି ଉପରଓଳି ତେନ୍ତୁଳି ଝୋଟକୁ ଦେଖା କରିବାକୁ ପାର୍କକୁ ଆସିବ। ତୁ ଲୁଗାଟେ ଘୋଡ଼େଇ ହେଇ ପାର୍କକୁ ଯାଇ ତେନ୍ତୁଳି ଭଳିଆ ମିଠା ମିଠା କଥା କହି ନାଳୁଆ ଝୋଟକୁ ଟିକେ ଅଟକେଇଲୁ। କ'ଣ ପାଇଁ କି ଦାଦା? ଆରେ ଝୋଟର 15 ବର୍ଷ ହେଲା ନାଳ ଝାଡ଼ା ହଉଛି ରେ। କୋଉଦିନ ଶଳା ନାଳ ଝାଡ଼ାରେ ମରିଯିବ ତାର ଠିକଣା ନାହିଁ। ନାଳେଇ ନାଳେଇ ଯଦି ତେନ୍ତୁଳିକି ବାହା ହେଇଯିବ ଆଉ ଶଳା ମରିଯିବ, ବିଚାରି ତେନ୍ତୁଳିର ଅବସ୍ଥା କ'ଣ ହବ ରେ ଗୁଲୁଆ? ଏଥିରେ ତମେ କ'ଣ କରିପାରିବ ଯେ? ଆରେ ହେ ତୁ ଝୋଟକୁ ସେଇଠି ଅଟକେଇଲେ ମୁଁ ତେନ୍ତୁଳିକି ବାଟରେ ଭେଟି ଝୋଟର ରୋଗ କଥା କହିଦେବି। ଗାଁ ଝିଅଟା ନା, ସର୍ବନାଶ ହେଇଯିବା ପୂର୍ବରୁ ସେ ସତର୍କ ହେଇଯିବା ଦରକାର ରେ। ଦାଦା, ତମ କଥା ଯଦି ସତ ହୋଇଥିବ, ତାହେଲେ ତମର ଏ ପ୍ରସ୍ତାବରେ ମୁଁ ରାଜି। ତୋର ଏଇ ଦାଦା କେବେ ମିଛ କହିବନି ରେ ଗୁଲୁଆ। ତୁ ଠିକ ସମୟରେ ଆସେ,
ମୁଁ ମଧ୍ୟ ତୋ ସାଙ୍ଗରେ ଯାଇ ତତେ ସେଠି ଛାଡ଼ି ଆସିବି। ହଉ ହଉ ଦାଦା, ମୁଁ ଠିକ୍ ସମୟରେ ଆସି ପହଞ୍ଚିଯିବି। ଆଜି ଝୋଟର ଖେଳ ଖତମ। ମୋ ଧନ, ଠାକୁର ତତେ ବହୁତ ଆୟୁଷ ଦିଅନ୍ତୁ ରେ। ଶଳା କେତେବେଳୁ ଗପିଲେଣି, ମୁଁ କିଛି ଶୁଣିପାରିଲିନି। ମୁଁ ନା ଗୋଟେ ବୋକାଟା ଏଇଠି ବସିଛି ଯାହା। ଦେଖେ ସେ ଶଳା କୁଆଡ଼େ ଗଲା। ଠିକ୍ ସମୟରେ ଆସି ମୁଁ ପହଞ୍ଚି ଯାଇଛି। ଆଜିକାଲି ପିଲାମାନଙ୍କର କିଛି କାମ ଧନ୍ଦା ନାହିଁ। ଶଳା ଇନଷ୍ଟାରେ କି ପ୍ରକାର ଡ୍ରେସ୍ ପିନ୍ଧିକି ଶଳା ଫଟୋ ପୋଷ୍ଟ କରୁଛନ୍ତି ରେ। ଆସ ଡାର୍ଲିଂ, ମୁଁ ଜାଣିଥିଲି ତମେ ନିଶ୍ଚୟ ଆସିବ। ତମେ ଡାକିବ ଆଉ ମୁଁ ଆସିବିନି, ଏମିତି କ'ଣ ହୋଇପାରିବ? ନାଇଁ ଯେ, ହେଲେ ଶାଢ଼ୀଟା ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ଘୋଡ଼େଇ ହେଇକି କାହିଁକି ଆସିଛ? ତମ ପାଖକୁ ଆସିଛି ବୋଲି ବିକଳିଆ କଙ୍ଗାରୁ ଯଦି ଜାଣିଥାନ୍ତା ନା, ମୋତେ ବାଟରେ ଅଟକେଇ ଦେଇଥାନ୍ତା। ସେଥିପାଇଁ ମୁଁ ଘୋଡ଼େଇ ହୋଇ ଆସିଛି। ଭଲ କଲ, ତମ ଦୂରଦୃଷ୍ଟିକୁ ଜୁହାର। ଏବେ ତ ଏଠି କେହି ନାହାନ୍ତି, ଆଉ ଡର କାହାକୁ? ଲୁଗାଟା ଖସେଇ ଦିଅ ନା ଡାର୍ଲିଂ। ଦାଦା ଦାଦା, ମୋତେ ଛାଡ଼ିକି କୁଆଡ଼େ ପଳେଇଲ? କିରେ ଗୁଲୁଆ, ତୁ କିରେ? ମୋ ତେନ୍ତୁଳି କାଇଁ? ତତେ ଏଠିକି କିଏ ପଠେଇଛି କିରେ? ତତେ ଦଉଛି ରହ। ଡାର୍ଲିଂ, ଏଠି ଠିଆ ହେଇ କ'ଣ କରୁଛ? କାଇଁ, ମୁଁ କ'ଣ ଏଠି ଠିଆ ହେଇପାରିବିନି? ହେ ନାଇଁ ନାଇଁ, ସେମିତି ନୁହେଁ। ଏ ଗାଁ ତମର, ଏ ରାସ୍ତା ତମର, ରାସ୍ତାର ଗୋଡ଼ି ବାଲି କାଦୁଅ ପଥର ସବୁ ତମର। ତମେ ଯୋଉଠି ଚାହିଁବ ସେଇଠି ଠିଆ ହେଇପାରିବ। ତମ କଥାରେ ଭାରି ନିଜର ପଣିଆ। ଆରେ ହେ, ସେଥିପାଇଁ ତ ତମେ ବର୍ବାଦ ହବା ପୂର୍ବରୁ ମୁଁ ତମକୁ ବଞ୍ଚେଇ ଦେବାକୁ ଚାହୁଁଛି। ମାନେ? ଆରେ ମାନେ କ'ଣ? ସେ ଶଳା ଝୋଟକୁ ନାଳୁଆ ରୋଗ ହେଇଛି। 15 ବର୍ଷ ହେଲା ଶଳା ନାଳ ଝାଡ଼ା ହେଇଛି ଯେ ସିଏ ଖାଲି ଖାଡ଼ି ହେଇଗଲାଣି। ଏବେ ତମକୁ ସିଏ ଫସେଇ ବାହା ହେବାକୁ ଚାହୁଁଛି। ହେଲେ ସିଏ ତ କେତେବେଳେ ମରିବ ଜଣା ନାହିଁ ନା। ତମେ ତାକୁ ବାହା ହେଲେ ସିଏ ମଲା ପରେ ତମ ଅବସ୍ଥା କ'ଣ ହବ ସୁଇଟ୍ ହାର୍ଟ? ନାଇଁ ନାଇଁ, ତମେ ସେଥିପାଇଁ ବ୍ୟସ୍ତ ହୁଅନି, ମୁଁ ମୋ ବ୍ୟବସ୍ଥା କରିବି ନା। ଆରେ ତମେ ଯଦି କହିବ, ମୁଁ ସେ ଶଳାକୁ ଧରିକି ଆଣିକି ତମ ଆଗରେ ବସ୍ ଉଠ କରେଇବି। ଆଉ ସିଏ ତମ ପଛରେ ଗୋଡ଼େଇବନି ବୋଲି କାନ ଧରିକି କଥା ଦବ। ତମ ପଛ କ'ଣ ସିଏ ତମ ଛାଇ ଛୁଇଁବାକୁ ଡରିବ? ଆରେ ନାଇଁ ନାଇଁ, ସେସବୁର କିଛି ଦରକାର ନାହିଁ। ମୋ କଥା ମୁଁ ଦେଖିବି, ତମେ ସେଥିରେ ମୁଣ୍ଡ ପୁରାଅନି। ଶଳା, ତୁ ମତେ ବସ୍ ଉଠ କରେଇବୁ ନା ମୁଁ ତତେ କେମିତି ବସ୍ ଉଠ କରଉଛି ଦେଖିବୁ ଥା। ଆଲୋ ଖୁଡ଼ି, ତୋ ପୁଅ କଙ୍ଗାରୁ ଆଉ ଗାଁ ଝିଅ ବୋଉଙ୍କୁ ରଖେଇ ଦଉନି ଲୋ। କାଇଁ, କ'ଣ ହେଲା କିରେ? ଆଲୋ, ଭାଉଜଙ୍କୁ ବାହା ହେଲା ପରେ ବି ସିଏ ତେନ୍ତୁଳି ପଛରେ ପଡ଼ିଯାଇଛି ଲୋ। ତୋ ବୋଉକୁ କହିବି କହିଲେ କହୁଛି କହୁନୁ, ମୋ ବୋଉ ଜାଣିନି କି? ଆରେ ସତେ ନା କ'ଣ? ହଁ ବା, ମୁଁ ପରା ଏଇଲେ ଦେଖିକି ଆସିଛି। ଆଜି ଆସୁ ସିଏ, ତା ଟାଙ୍କ ବାଡ଼େଇ ଦେବି। ହଉ ହଉ, ମୁଁ ଏଇଠି ଶୋଇଲି, ତୁ କେମିତି ତା ଟାଙ୍କ ବାଡ଼ଉଛୁ ଦେଖିବି। ହେ, ତୁ ଏଠି ଶୋଇଲେ ସିଏ ଭାବିବ ତୁ ଏସବୁ କରିଛୁ ବୋଲି। ମୁଁ ତାକୁ କି ଦଣ୍ଡ ଦଉଛି ଦେଖିବାକୁ ଯଦି ତୋର ଇଚ୍ଛା, ତାହେଲେ ତୁ କବାଟ କୋଣରେ ଲୁଚି ଯା। ହଉ ଲୋ ଖୁଡ଼ି। ବୋଉ, ସବୁବେଳେ ଏଠି ଏକୁଟିଆ ଠିଆ ହେଇ କ'ଣ ଭାବୁଛୁ କିଲୋ? ମୁଁ ଜାଣିପାରୁନି ତତେ ଏଠି ଏକୁଟିଆ ଠିଆ ହେଲେ କ'ଣ ମିଳେ। ଆରେ ମାଙ୍କଡ଼, ଏଠି ମୁଁ ତୋ ଅପେକ୍ଷାରେ ଠିଆ ହେଇଛି। ବୋଉ, କୁଳାଙ୍ଗାର କୁକୁର ଆଉ ମାଙ୍କଡ଼ ଭିତରେ ତୁ ଆଉ କିଛି ଜାଣିନୁ କିଲୋ? କଙ୍ଗାରୁ ବୋଲି ଏତେ ସୁନ୍ଦର ନାଁଟେ ଦେଇଛୁ, ଦିନେ ହେଲେ ସେ ନାଁରେ ଡାକୁନୁ। ମତେ କେତେ କଷ୍ଟ ହଉଛି ତୁ ଜାଣିଛୁ? ହଁ ହଁ, ଜାଣିପାରୁଛି ନା। ତୋ କାଣ୍ଡ କାରନାମା ସବୁ ଜାଣିପାରୁଛି। ହେ, କ'ଣଟା ଜାଣିଛୁ କହିଲୁ? କିରେ, ଘରେ ଜୋକ ଭଳି ସୁନ୍ଦରୀ ସ୍ତ୍ରୀ ତ ଥାଉ, ତୁ ସେ ତେନ୍ତୁଳି ପଛରେ କ'ଣ ପାଇଁ ପଡ଼ିଛୁ କିରେ? ଆଲୋ ବୋଉ, ତୁ ସତ କଥା କହିଲୁ। ଜୋକ ସୁନ୍ଦରୀ ନା ତେନ୍ତୁଳି ସୁନ୍ଦରୀ? ଦୁଇ ଜଣ ଭିତରେ କିଏ ଅଧିକ ସୁନ୍ଦରୀ? ମାଙ୍କଡ଼ ମୁହାଁ କୁଳାଙ୍ଗାର ଅଲାଜୁକ କଥା କହନା ରେ। ପର ଝିଅ ବୋହୂ ଉପରେ ନଜର ପକେଇବା ପାପ। ହଁ କିଲୋ ବୋଉ। ସେ ବାଡ଼ିଟା ମୋର କୁଆଡ଼େ ଗଲା କେଜାଣି, ଆଣୁଛି ତତେ ଦଉଛି ରହ। ହେ ବୋଉ, ମତେ ମାରିବୁ କିଲୋ? ନାଇଁ ବା, ମୋ ଗୁଣମନ୍ତିଆ ପୁଅକୁ ଆଣୁସିବି। ଆଲୋ ବୋଉ, ଭେଣ୍ଡା ପୁଅକୁ ମାରିଲେ ଲୋକ ତତେ କ'ଣ କହିବେ କହିଲୁ? ଆଉ ତୁ ତେନ୍ତୁଳି ପଛରେ ଗୋଡ଼େଇଲେ ଲୋକ ମୋର ପ୍ରଶଂସା କରିବେ। ଆଲୋ ଜୋକ, ସେ ସାପ ମରା ଠେଙ୍ଗାଟା ଆଣିଲୁ। ନାଇଁ ଲୋ ବୋଉ, ତାକୁ ଡାକେ ନା ଲୋ। ମୁଁ କାନ ଧରିକି ବସ୍ ଉଠ ହଉଛି ଲୋ। ଆଉ ଏମିତି କରିବିନି ଲୋ। ସେ ତେନ୍ତୁଳି ପଛରେ ଆଉ କେବେ ପଡ଼ିବିନି ଲୋ ବୋଉ। ହଉ ତାହେଲେ, ମୁଁ ମନା କରିବା ପର୍ଯ୍ୟନ୍ତ ବସ୍ ଉଠୁ ହବୁଟି? ହଁ ଲୋ ବୋଉ। ଆଲୋ ବୋଉ, ଏଥର ବନ୍ଦ କରିଲୋ, ମୋ ପାଟିରୁ ଫେଣ ବାହାରିଲାଣି। ହଉ ହଉ,
ଏଥର ବନ୍ଦ କରିଦେ। ହେଇ ଛୋଟ ପିଲାଙ୍କ ଭଳିଆ କାନ୍ଦନା। ଓହୋ ମଣିଷ ମରିଯାଇଥାନ୍ତା। ଏ ବୋଉ ଆମ ଘରଟା କ'ଣ ଝୋଟ ଝୋଟ ଗନ୍ଧଉছিল? ସେଇଠି ଅଛି ନା କ'ଣ? ନାଇଁ ରେ ସେ କାହିଁ ମୋ ଘରକୁ ଆସିବ? ହେ ନାଇଁ ଲୋ ସେଇ ଶଳା ମଇଁଷି ପୋଖରୀରେ ଗାଧଉଛି ତ ଘରଟା ମଇଁଷିଆ ଗନ୍ଧଉଛି। ସେଇଥିପାଇଁ ଭାବିଲି ସେ ଝୋଟ ଆମ ଘରକୁ ଆସିଛି ବୋଲି। ହେ ତା କଥା ଛାଡ଼େ, ତୁ ଏବେ ମତେ କଥା ଦେ ଆଉ କେବେ ହେଲେ ତେନ୍ତୁଳି ପଛରେ ପଡ଼ିବୁନୁ। ନାଇଁ ଲୋ ବୋଉ ମୁଁ ତତେ କଥା ଦଉଛି ତେନ୍ତୁଳି ପଛରେ ଆଉ କେବେ ପଡ଼ିବିନି। ପର ଝିଅ ବୋହୂକୁ ଚାହିଁବା ପାପ ଲୋ ବୋଉ, ସେ ପାପ କିଏ ମୁଣ୍ଡେଇବ? ଧନ ମୋ ସୁନା ଆଲୋ ଭିତରକୁ ଯିବା ଖାଇବା, ଭୋକ ଲାଗିଲାଣି। ଶଳା ମତେ କହୁଥିଲା ଉଠ ବସ କରେଇବ, ଏବେ ମଜା ପାଇଲା ଯେ ଏବେ ତେନ୍ତୁଳି ଫ୍ରି ମୁଁ ବି ଫ୍ରି। ଲା 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 ଲା।